ବିହନ କେ ସମସ୍ତଙ୍କୁ ନମସ୍କାର। ମୋ ନାଁ ଚୁମକି କହଁର, ଗ୍ରାମ ଡାଡିରୀ ସାହି, ଜିଲ୍ଲା କନ୍ଧମାଳ। ମୁଁ ଆମ ଡାଡିରୀ ସାହି ଗ୍ରାମର ମୁଁ ବିହନ ମା ଅଛି। ମୁଁ ବିହନ ମା ହିସାବରେ ଆମ ମା ମାନଙ୍କୁ ସମସ୍ତଙ୍କୁ କେମିତି ଚାଷ କରାହବ ସେ ପଦ୍ଧତିରେ ମା ମାନଙ୍କୁ ସବୁ ସଚେତନ ଦେଉଛି। এইটা হচ্ছে ତିଳା ରାଶି। ଆଜି ବିହନ ସଜାସଜି କେତେ ଆମର ଭୁବନେଶ୍ୱରର ପୁଅମାନେ ଆସିଛନ୍ତି, ଆମକୁ ଭିଡ଼ିଓ କଲ୍ କରିକି ନେଉ ପଡ଼ିବ ରଞ୍ଜାରେ ଆମର ଦେଶୀ ଆମ ଗାଁରେ ପ୍ରତ୍ୟେକ ବର୍ଷ ବିହନ ଆକଳନ ହେଉଛି। ଆମେ ଯଦି ଯେଉଁ ବିହନ ଆମ ଗାଁରେ ନାହିଁ ଆମେ ସେ ବିହନ ଅଲଗା ଗାଁରୁ ଅଦଳ ବଦଳ କରି ଆଣୁଛୁ। ତା ବୋଲେ ଆମେ ଜାଣୁଛୁ ଯେ ଆମ ଗାଁରେ ଯେଉଁ ବିହନ ନାହିଁ ସେ ବିହନ ଆମେ ପାଇପାରୁଛୁ ବୋଲି ଆମ ବିହନ ମେଳାରେ ଆମ ବିହନ ମା ମାନେ ଏକତ୍ରିତ ହୋଇ ଆମେ ବିହନ ଅଦଳ ବଦଳ କରିବାର ସେ ବିହନ ଅଦଳ ବଦଳ କରିକି ହିଁ ଆମେ ଦେଶୀ ବିହନ ବଜାଇ ରଖୁଛୁ। ଡାଲି ଜାତୀୟ ଆମେ 2 ଦିନ ଖରାରେ ଶୁଖେଇ ବିହନ ପାଇଁ ରଖିଥାଉ। ସେ କେମିତି ବିହନ ପାଇଁ ରଖିଥାଉ, ଡାଲି ଜାତୀୟରେ କାନ୍ଦୁଲ ଜାତୀୟରେ ଆମେ ଆଗ ପାଉଁଶ ପକେଇ ତାପରେ ସେ କଞ୍ଜ ପତ୍ର ତାପରେ ନିମ ପତ୍ର ଏଟା ତାପରେ ଗୋଳେଇ ସାରିଲା ପରେ ଆମେ ସେ ହାଣ୍ଡିରେ 5-2 ମୁଠା ଦେଇ ରଖିଥାଉ। ତାପରେ ତା ଉପରେ ପୁଆଳ ଦେଇ ଆମେ ମାଟି ଲିପି ସେଟା ରଖିବା ଦ୍ୱାରା ଆମର ବିହନ ରୋଗ ପୋକ ହବ ନାହିଁ। ଏ ବିହନକୁ ଆମେ 2 ଦିନ ଶୁଖେଇ ଘରର ଅନ୍ଧାର କୋଣରେ ରଖିଦେଉ।